ମୁଁ ଆଜ୍ଞା ମୁଁ ଯେତେବେଳେ ପଞ୍ଚମ କ୍ଲାସରେ ପଢ଼ୁଥିଲି ମୁଁ ଗୋଟେ ମାଳିକା ପଢ଼ିଥିଲି। ପ୍ରଥମ କଥା ସେ ପଢ଼ିଥିଲି ଯେ କଳିଯୁଗ ଅନ୍ତିମ ସମୟରେ କେଶବ ନାମ ଧରି ସ୍ୱୟଂ ନାରାୟଣ ନରୋତ୍ତମ ଧରି ଏ ମର୍ତ୍ତ ଧାମକୁ ଅବତୀର୍ଣ୍ଣ ହେବେ। ମୋର ଏଇଟା ଗୋଟେ ଦୃଢ଼ ବିଶ୍ୱାସ ଥାଏ। ତାପରେ ମୋତେ ସଦ୍ଗୁରୁ ବାଲା ଡାକିଲେ। ମୁଁ କହିଲି ଭାଇ ମୁଁ କୌଣସି ମତେ ଆପଣଙ୍କର ଇଏରେ ମୁଁ ଯୋଗ ଦେଇପାରିବି ନାହିଁ। ନାଇଁ ନା ତାପରେ ଗାୟତ୍ରୀ ବାଲା ମୋତେ ଡାକିଲେ, କହିଲେ ଭାଇ ଆସ ଆମର ସମାଜରେ ରୁହ। ମୁଁ କହିଲି ଭାଇ କୌଣସି ମତେ ପାରିବି ନାହିଁ। ଏ ମଣି ସମାଜ ବାଲା ମୋତେ ଡାକିଲେ, କହିଲେ ଭାଇ ଆସ ତୁମେ ଥରକୁ ଥର ଏଇଭଳିଆ ତୁମର ଦେହ ଅସୁସ୍ଥ ହେଉଛି, ତୁମେ ଆମ ସମାଜରେ ରହିଲେ ଏସବୁ ଦୁଃଖ ଦୁର୍ଦଶା ବଞ୍ଚିଯିବ। ହଁ ଭାଇ କହୁଛ ଯେ ମୁଁ ହେଲି ଏକୁଟିଆ ଲୋକ, ଆଉ ମୋର ଆଗା ପଛା ସାହା ବର୍ଷା କେହି ନାହାନ୍ତି। ତେଣୁ ମୁଁ ଆପଣମାନଙ୍କ ସମାଜରେ ମୁଁ ଯୋଗ ଦେଇପାରିବି ନାହିଁ। ମୋର ତ ଲକ୍ଷ୍ୟ ଅଛି କାଲି କ୍ଲାସରେ ଆମେ ପାଠ ପଢ଼ିଛୁ ତ ଚାରି ଯୁଗରେ ତ ଭଗବାନ ଆସୁଛନ୍ତି, କ'ଣ କୋଡ଼ି ଯୁଗରେ ଆସିବେ ନାହିଁ? ମୋର ଏଇଟା ଲକ୍ଷ୍ୟ ଥାଏ। ତାପରେ ଯେତେବେଳେ ଆମର ଏଠି ଯଜ୍ଞ ହେଲା ପ୍ରଥମ କଥା ଆମର ମାଟିଆ ଗୁଣ୍ଡରେ, ସେଇଠି ଠାକୁରଙ୍କର ଧାରାକ୍ରମ ମିଳେ। ତାପରେ ଯାହା ଯାହା ସେଠି ସନ୍ଦେଶ ପତ୍ରରେ ଦେଲେ, ସନ୍ଦେଶ ପତ୍ର କିଛି ଦିନ ପରେ ଆସିଲା ଆମ ପାଖକୁ, ମୁଁ ପଢ଼ିଲି। ତାପରେ ହଉ ଠିକ୍ ଅଛି କର୍ମ କରିବା କରି ଚାଲିଲେ। ଏ ମକର ସଂକ୍ରାନ୍ତିକେ ଆମର ଯେଉଁ ଇଏ ରବି ଭାଇ ଯାଇଛନ୍ତି ସାର୍ଙ୍କ ଘରକୁ ନେଇ ନା, ସେମାନେ ଆଗରୁ ସେମାନେ ଧାରା ନେଇଛନ୍ତି। ମୋତେ ସେମାନେ କହିଲେ ଆଉ କାକା ଯିବା ଟିକେ ଆମେ ଆଶ୍ରମକୁ। ହଁ ଯିବା, ମୋର ମନ ବି ଉଚ୍ଛନ୍ନ ହେଉଛି। ତାହେଲେ ପଇସା କେତେ ଧରିବା? ସେତେବେଳେ ଫେୟାର ବି କମ୍ ପଡ଼ୁଥିଲା। ଆଉ ମୁଁ ଆହୁରି 400 କେତେ ଟଙ୍କା ଧରିଥାଏ। ମୁଁ କହିଲି ଯାଇକିରି ଆଶ୍ରମରେ ପହଞ୍ଚିଲୁ, ଏଠୁ ମୋତେ ସେମାନେ କହିଛନ୍ତି କମଳ ଫମଳ ଧରିଥାଅ, ଆଉ ଥଣ୍ଡା ଦିନ ଆଉ ଘୋଡ଼େଇ ଘୋଡ଼ା ହବ। ଆଉ ସେଠୁ ମୁଁ କମଳ ଫମଳ ଧରିଲି। ତାପରେ ଗଲୁ ଯାଇକିରି ଆଶ୍ରମରେ ପହଞ୍ଚିଲୁ। ସେ ଅଫିସରେ ଯାଇକରି ପହଞ୍ଚିକିରି ସେ ଭାଇମାନଙ୍କ ସହିତ ଗୁରୁସ୍ୱାମୀ ହେଲୁ। ସେଠୁ ମୋ ସାର୍ଙ୍କୁ କହୁଛେ ଆମେ ଗାଧୋଇବା କେଉଁଠି? ମୋତେ ତ ବଣା ବଣା ଲାଗୁଛି। ତୁମର 2-3 ଥର ଆସିଥିଲ ଆଶ୍ରମକୁ? ନା ହଁ ଆସିଥିଲି ଯେ, ହେଲେ ବି ମୋତେ ବଣା ଲାଗୁଛି, ଆଉ କିଛି ମୋତେ ଜଣାପଡ଼ୁନି। ତ ଗାଧୋଇବା କେଉଁଠି? ନା ଏ ଗଡ଼ିଆରେ, ନହେଲେ ଏଇ ପାଇପ୍ରେ। କହିଲେ ଠାକୁର ଆସିଛନ୍ତି, ତାଙ୍କର କୌଣସି ଗୋଟେ ତୀର୍ଥ ଜାଗା ନଥିବ କି? ନା ଅଛି। କିନ୍ତୁ ଏଠି ଦୁରିଆ ହବ। କେତେ ଦୁରିଆ? ଜରିଆ ନଦୀକୁ ଯିବା। ବୋଲେ ହଁ, ଆମେ କେନ୍ଦୁଝରରୁ କଟକକୁ ଆସିଲେ ଆଉ ଏଠୁ ଆଉ କ'ଣ ଜରିଆ ନଦୀକୁ ଯାଇପାରିବାନି? ନା ହଁ ଯିବା। ବାସ୍। ତାପରେ ସେଠି ସେ ବ୍ୟାଗ୍ ଫ୍ୟାଗ୍ ସେଠି ଛାଡ଼ିଲୁ ଅଫିସରେ। ତାପରେ ଆମେ ଯେତିକି ଲୁଗାପଟା ଧରିବା କଥା ଧରିଲୁ, ଆସିଲୁ। ସେଠୁ ଆସିଲା ବେଳକୁ ଜରିଆ ନଦୀ କୂଳକୁ ଆସିଲା ବେଳକୁ ଗୋଟେ ଖଜୁରୀ ଗଛରେ ଧ୍ୱଜା ଉଡ଼ୁଛି। ମୁଁ କହିଲି ସେଇ ଯେଉଁ ଧ୍ୱଜା ଉଡ଼ୁଛି ସେଇ ପାଖକୁ ଯିବା, ସେଇଠି ପ୍ରାୟ ଘାଟ ଥିବ, ସେଇଠି ଗାଧୋଇବା। ସେଠିକେ ପହଞ୍ଚିଲା ବେଳକୁ ସେଠି ଘାଟ ନାହିଁ। ସେଠୁ କୁଆଡ଼େ ଥିଲେ ଭାଇ ଜଣେ, ସେ ଆମ ପାଖରୁ ଖୁବ୍ କମ୍ ବୟସ। ବୋଲେ ଭାଇ ଏଠି ତୁମେ ଗାଧୋଇବ? ନା ହଁ, ଏଠି ତ ଘାଟ ନାହିଁ। ଏଇ ଯେଉଁ ଆଗକୁ ଯାଆନ୍ତୁ, ସେଇ ଯେଉଁ ଦେଖାଯାଉଛି ଭେଡ଼ା, ସେ ଭେଡ଼ାରେ ଯିବେ, ସେଠି ପାହାଚ ବନ୍ଧା ହେଇଛି, ଆପଣ ସେଠି ଗାଧୋଇକରି ଆସନ୍ତୁ, ମୁଁ ଏଠି ଅପେକ୍ଷାରେ ଥିବି। ହଉ, ଆମେ ଗାଧୋଇତେ ଗଲୁ, ଗାଧୋଇ ଗୁଧାକରି ଆସିଲୁ। ମୁଁ ସେ ଭାଇଙ୍କୁ ପଚାରିଲି, ଭାଇ ଘର? ନା ଆମର ଏଇଠି।
ଭଲ କଥା ଯେ ତୁମେ ତ ଏଠି ଘର ସବୁକିଛି ଠାକୁରଙ୍କର ବିଷୟରେ କିଛି ଟିକେ କାହାଣୀ କୁହନ୍ତୁ ଆମେ ଶୁଣୁ। ଭାଇ କ'ଣ କହିବି ଠାକୁରଙ୍କର କଥା। ଆଉ ଏଇଟା ହେଉଛି ଶ୍ମଶାନ ଏରିଆଟା, ଏଇଟା ଶ୍ମଶାନ ଭୂମିଟା। ଆଉ ମୋତେ ଆସିଥିଲା କଲର୍ ଚାକିରି। ଆଉ ଏତିକି ଦିନ ଭିତରେ ଏତିକି ଡେଟ୍ରେ ମୁଁ ଯାଇକି ଜଏନ୍ କରିବା କଥା। ମୋତେ ସେଇ ସମୟରୁ ମୋତେ ଏମିତି ଜ୍ୱର ହେଲା ଯେ ଆଉ ମୁଁ ଉଠି ବସି ପାରିଲି ନାହିଁ। ସେତେବେଳେ ଭାଇମାନେ, ଆମେ 3 ଭାଇ, ସେ ଭାଇମାନେ କହିଲେ ତାକୁ ମେଡ଼ିକାଲ ନେଇଯିବା। ମୋତେ ମେଡ଼ିକାଲ ନେଲେ, ସେ ତ ମେଡ଼ିକାଲଟା ପାଖରେ ଅଛି, ନେଇକରି ମେଡ଼ିକାଲରେ ମୋତେ ବେଡ଼୍ରେ ରଖିଦେଲେ, ଆଡ଼ମିସନ୍ କରିଦେଲେ। ଯେତିକି ଇଞ୍ଜେକ୍ସନ୍ ମେଡ଼ିସିନ ସ୍ଲାଇନ୍ ଦେଲେ ମୋର ଟେମ୍ପରେଚର୍ ଆଉ କମିଲା ନାହିଁ, ଆହୁରି ଟେମ୍ପରେଚର୍ ବଢ଼ି ଚାଲିଲା। ମୋତେ ଦିନେ 2 ଦିନ 3 ଦିନ ମୁଁ ଅସ୍ତବ୍ୟସ୍ତ ହେଇଗଲି ବେଡ଼୍ରେ। ଆଉ ମୁଁ ସେଇଠୁ ଚିନ୍ତା କଲି ଠାକୁରଙ୍କୁ ଯେ ପ୍ରଭୁ ତ ଚାକିରି ଅର୍ଡ଼ର ଆସିଥିଲା, ପ୍ରଭୁ ମୋତେ ଯଦି ଏଇଭଳିଆ ଜ୍ୱର ବେଡ଼୍ରେ ପକାଇ ରଖିବ ତାହେଲେ ମୁଁ ଚାକିରି କରିପାରିବିନି। ମନ ଭିତରେ ଏଇଆ ଆମର ଉଙ୍କି ମାରିଲା। ତାପରେ ମୁଁ କହିଲି ଆଉ କ'ଣ କରିବି, ଚାକିରି ଆଉ ମୁଁ ଚାକିରି କରିବିନି। ତାପରେ ମୁଁ ଭାଇଙ୍କୁ କହିଲି, ଭାଇ ମୋତେ ଆଉ ଏଠି ମେଡ଼ିକାଲରେ ରଖନି, ତ ଘରକୁ ନେଇଯାଉ। ସେ ଘରକୁ ତ ରହିବନି, ତ ଟେମ୍ପରେଚର୍ କମୁନାହିଁ, ଦେହରୁ ଜ୍ୱର ଛାଡ଼ୁନାହିଁ, ତୋତେ ଘରକୁ ନେଇଯାଉ। ନା ହଁ ମୋତେ ନେଇଯାଉ, ତୁ ଭଲ ହେଲେ ପୁରା ଚାକିରି ଜଏନ୍ କରିବୁ। ନା ମୁଁ ଆଉ ଚାକିରି କରିବିନି। ନାଇଁ ନା ନାଇଁ, ମୋତେ ନେଇଗଲ ଘରକୁ, ନେଇକରି ପଳେଇଲେ। ତାପରେ ମୁଁ କହିଲି ଯାଅ ନା, ସେ କେଶବ ବୋଲିକି ତ ଜଣେ ଆମର ଅଛନ୍ତି, ତାଙ୍କ ପାଖକୁ ଟିକେ କିଛି କହିବ ମୋ ବିଷୟରେ। ଆଉ ସେମାନେ କ'ଣ କହିବେ ଶୁଣିବା। ସେଠୁ ବଡ଼ ଭାଇ ଗଲେ, ବୋଲେ ଆମର ଏଇଭଳିଆ ବେଳେ ଆମର ସେ ଚାକିରି କରିବା କଥା, ଏତେ ଡେଟ୍ରେ ଜଏନ୍ କରିବା କଥା, ସିଏ ତାର ଜ୍ୱର ଛାଡ଼ୁନାହିଁ। ଆଉ ମେଡ଼ିକାଲରେ ଆମେ 3 ଦିନ ରଖିଲୁ, ଆଉ ତାର ଟେମ୍ପରେଚର୍ କମୁନାହିଁ, ଯେ ତୁମ ପାଖକୁ ଆସିଛୁ ବୋଲି କହିଲେ ବେଳେ ଭାଇକୁ ଟିକେ ଠାକୁର ଅନେଇ ଦେଇକରି ହସିଦେଲେ। ସେ ଭାଇ କହିଲେ ଆଉ ଉପାୟ କରିବା କଥା କର, ଆମ ଭାଇର ଯେମିତି ଦେହ ଭଲ ହେବ। ଠାକୁରେ ଟିକେ ପାଣି ଦେଲେ, ଏଇ ପାଣିଟା ନେଇକରି ଟିକେ ତା ମୁହଁରେ ଦେବ, ଆଉ ଟିକେ ଦେହରେ ଛିଞ୍ଚି ଦେବ, ଜ୍ୱର ଛାଡ଼ିଯିବ। ଏହା ବଡ଼ ଭାଇଙ୍କୁ କହିଲେ ଠାକୁରେ, ଆଣିକି ମୋ ମୁହଁରେ ପାଣି ଦେଲେ। ମୁଁ ପାଣି ଟିକେ ପେଟ ଭିତରକୁ ଗଲା କି ନ ଗଲା ମୁଁ କିଛି ଜାଣିପାରିଲିନି। ତାପରେ ଦେହରେ ପାଣି ଛିଞ୍ଚି ଦେଲା ଭିତରେ 2-4 ମିନିଟ୍ ଯାଇଛି, ମୋତେ ପୂର୍ବ ଭଳିଆ ଯେମିତି ସୁସ୍ଥରେ ଥିଲି ସେଇଭଳିଆ ମୋତେ ଲାଗିଲା। ସେଇଠୁ ମୁଁ ଚିନ୍ତା କଲି ମୁଁ ଆଉ ଚାକିରି କରିବି ନାହିଁ। ଓହୋ, ଏଇଭଳିଆ ପରିସ୍ଥିତିରେ ଆପଣ ପଡ଼ିଥିଲେ ନା? ହଁ। ଆଉ ଆମର କୌଣସି କିଛି ଅସୁବିଧା ନାହିଁ। ଆଉ ମୁଁ ଏଇଠିକେ କାମ ସମୟରେ ମୁଁ କାମ କରେ, ଯେତେବେଳେ ଟିକେ ଫୁର୍ସତ ମିଳିଲେ ଆସିକିରି ଏଠି ମୁଁ ବସେ। ଓହୋ, ଏ ଶ୍ମଶାନ ଭୂମିକୁ ଆସନ୍ତି ନା? ହଁ, ଏଠି ପୁରା ଛୋଟ ଥିଲାବେଳେ ଠାକୁର ଆସନ୍ତି, ଏଠିକି ଏ ଠାକୁରେ ବସନ୍ତି, ବସିକିରି ଯାଆନ୍ତି। ମୁଁ ସେଇଟା ଦେଖିଥିଲି, ତେଣୁ ମୁଁ ଅନ୍ୟ ସମୟରେ ଯାହା କାମ ପରିଶ୍ରମ କରିବା ଭିତରେ ମୁଁ ଆସିପାରେନି। ଯେତେବେଳେ ଫୁର୍ସତ ମିଳେ ମୁଁ ଦିନରେ ଥରେ ନାହିଁ ଥରେ ଆସିକିରି ଏଇଠି ବସେ, ତାପରେ ମୁଁ ଯାଏ। ଭାଇ ଏଥର ଭାଇ ମୋର କୌଣସି ଅସୁବିଧା ନାହିଁ। ଆମେ ଯେତିକି ଆମର ଜମି ଅଛି, ବୃତ୍ତି ଅଛି, ଆମେ ଚାଷ କରୁଛୁ, ଆମର କୌଣସି ଅସୁବିଧା ନାହିଁ। ଠାକୁର ଆମକୁ ଭଲରେ ରଖିଛନ୍ତି। ଆଉ ଠାକୁରଙ୍କର କାହାଣୀ କ'ଣ କହିବି ଭାଇ, ମୋର କଥା ମୁଁ ନିଜେ କହିଦେଲି। ହଉ, ମୁଁ ତ ନୂଆ ଲୋକ, ଆମେ ଆସିଛୁ କେନ୍ଦୁଝରରୁ। ଆଉ ଯାହା ହଉ ଆଜି ପ୍ରଭୁଙ୍କର କଥା କହିଲେ, ଆମେ ଶୁଣିକରି ଆମକୁ ଜୀବନରେ ଆନନ୍ଦ ଲାଗିଲା। ହଉ, ଆମେ ଆସିଛୁ ଠାକୁରଙ୍କୁ ଆଜି ଆମେ ଦର୍ଶନ କରିବୁ। ଦର୍ଶନ କରିସାରିଲା ପରେ ଦେଖିବା କ'ଣ ହେଉଛି ବୋଲି। ହଉ, ଗଲୁ ଗାଧୋଇ ପଡ଼ିକି। ତାପରେ
ସେଠି ତ ଠାକୁରଙ୍କ ପାଖକୁ ଗଲା ବେଳକୁ ସିରିଏଲ ଆମର ଧାଡ଼ି ବାନ୍ଧି ଛିଡ଼ା ହେଇଛନ୍ତି। ମୋ ପଛରେ ସମ୍ବଲପୁରର ଭଉଣୀ 4-5 ଜଣ ପଛରେ ଛିଡ଼ା ହେଇଛନ୍ତି। ସେଠୁ ଯିଏ ଆମର ସେ ସାର୍ ସାଙ୍ଗରେ ଯାଇଛୁ ସେମାନେ ମୋତେ ପଛକୁ ଚାହିଁଲେ, ତ ବହୁତ ଭୋକ ଲାଗୁଛି ତ ନା ହଁ ତ ତାଙ୍କ ମୋର କଥାଟା ସରିନାହିଁ ତ ମୋତେ ବି ମୋତେ ଭୋକ ମାନେ ପେଟ ରାମ୍ପିନେଲା ଭଳିଆ ଜଣାପଡ଼ିଲା। ମୁଁ କହିଲି ହଁ ବହୁତ ଭୋକ ତ ଲାଗୁଛି କ'ଣ କରିବା, ସେଇଠିକି ଗଲେ ଯେ ସିନା ଆମେ ଟିଫିନ୍ କରିବା, ନହେଲେ ତ ଏଠି ନାହିଁ। ଓହୋ ତାହେଲେ ଯିବା ଆଉ ଚାଲ। ଦେଖନ୍ତୁ ଏଇଆ ତାଙ୍କର ଲୀଳା କେମିତି ପଳେଇ ଆସିଛୁ ସେ ଧାଡ଼ିରୁ। ସେଠି ଆସିଲା ବେଳକୁ ଆଶ୍ରମ ଏଠି ଗୋଟେ ଗେଟ୍ ଥାଏ ନା, ସେ ଗେଟ୍ ପାଖକୁ ପହଞ୍ଚିଲା ବେଳକୁ ମୁଁ ସେ ମାଷ୍ଟରଙ୍କୁ ପଚାରୁଛେ ଯେ ତୁମକୁ ଭୋକ ଲାଗୁଛି ନା ନାହିଁ ତ, ନା ତୁମକୁ ନା ମୋତେ ବି ତ ଭୋକ ଲାଗୁନି, ଚାଲ ଫେରିବା। ପୁଣି ଫେରିଗଲୁ, ଫେରି ଯାଇକରି ଧାଡ଼ି ହେଇକରି ସେ ଭଉଣୀମାନଙ୍କ ପଛରେ ମୁଁ ଛିଡ଼ା ହେଲି। ସେଠୁ ସେ ଭଉଣୀମାନେ କ'ଣ କହୁଛନ୍ତି, ଭାଇ ତୁମେ ଆଗରେ ଛିଡ଼ା ହେଇଥିଲ, ତୁମେ ଆଗରେ ଛିଡ଼ା ହେବ ନା। କହିଲେ ତୁମ ଭଉଣୀ ଗୁଡ଼ା ତୁମେ ଆଗରେ ଛିଡ଼ା ହେଇଛ ଭଲ ହେଇଛ ନା, ଆମେ ପୁରା ପଛରେ ଗଲା ହେଲେ କ'ଣ ଅସୁବିଧା ହେବ। ନାଇଁ ଭାଇ ସେଇଟା ହେଇପାରିବନି, ତୁମର ଜାଗାଟା ତୁମେ ରହିବ ନା। ହଉ ଠିକ୍ ଅଛି ଗଲୁ। ଆଚ୍ଛା ସେଠୁ ଜଣେ ପରେ ଜଣେ ଗଲୁ ଯାଇକରି ଦେଖ ଠାକୁର ତ ବସିଛନ୍ତି, ସାଷ୍ଟାଙ୍ଗ ହେଲୁ। ଠାକୁରଙ୍କର ମୁହଁକୁ ମୁଁ ଅନେଇଲି। ଏଠି ଯେତେବେଳେ ଆମର ଏଠି ମାଟିଆଙ୍ଗରେ ମୁଁ ଦେଖିଥିଲି ସେତେବେଳେ ମୋ ବୟସ ଥିଲେ ସେଇ ସମୟର କଥା। ତ କାଲି ତ ଠାକୁର ତ ମାଟିଆଙ୍ଗରେ ମୋର ବୟସରେ ଥିଲେ, କଳା ନିପଣ୍ଡ ଦେଖାଯାଉଥିଲେ। ଏ ଆଜି ଦେଖିଲା ବେଳକୁ 25 ବର୍ଷର ପିଲା ଆଉ ତାଙ୍କର ଓଠ ଗୁଡ଼ାକ ପୁରା ଆଉ ଗୋଲାପୀ କଲର, ପାଦ ପଦ୍ମ ଗୁଡ଼ାକ ଦେଖିଲି ସେଗୁଡ଼ା ବି ଗୋଲାପୀ କଲର। ପ୍ରଭୁ 25 ବର୍ଷର ପିଲା। ମୋ ମନ ଭିତରେ ଭାବୁଛେ ପ୍ରଭୁ ତୁମର ହିଁ ଲୀଳା, ଆମର କିଛି ନୁହେଁ ପ୍ରଭୁ। କାଲି ମୁଁ ତୁମକୁ ଏଇଆ ଦେଖିଥିଲି, ଆଜି ଦେଖିଲା ବେଳକୁ 25 ବର୍ଷର ପିଲା। ଧନ୍ୟ ପ୍ରଭୁ। ସେଠୁ ଆମକୁ ଟିକେ ଝଣ୍ଡା ଦେଲେ, ତାପରେ ଆମେ ବାହାରି ଆସିଲୁ। ବାହାରି ଆସିକିରି ଏଠି ଆନନ୍ଦ ବଜାରରେ ଖାଇଲୁ, ତାପରେ ବହି ଫହି କିଣିଲୁ, ଯାହା କିଛି ପୂଜା ଜିନିଷ କିଣିବା କଥା କିଣିଲୁ। ଆଉ ମୁଁ କହିଲି ତମ ଠାକୁରଙ୍କୁ ତ ଦର୍ଶନ କଲେ ଆଉ କ'ଣ ପାଇଁ ରହିବା, ଆମେ ପଳେଇବା ନା। ହଁ ପଳେଇବା। ଆସିଲୁ ବାଲିଚନ୍ଦ୍ରପୁରକୁ 7:30 ସନ୍ଧ୍ୟା ହେଇଛି। ତାପରେ ଗୋଟେ ସିଆଡ଼ୁ ବସ୍ଟେ ଆସିଲା। ଗୋଟେ ବସ୍ଟେ ଆସିଲା ଯଦି ଭାରି ରସ୍ ଥିଲେ ଆମେ ଚଢ଼ି ପାରିଲୁ ନାହିଁ, ତାପରେ ରହିଗଲୁ। ଆଉ କିଛି ସମୟ ପରେ ଆଉ ଗୋଟେ ବସ୍ ଆସିଲା, ସାର୍ ଚଢ଼ିଗଲେ, ମୁଁ ଚଢ଼ି ପାରିଲି ନାହିଁ। ସେ ଗାଡ଼ି ଛାଡ଼ିଦେଲା ଆସି ଚଣ୍ଡିଖୋଲ। ସେଠୁ ମୁଁ ରହିଛି ସେଇଠି, ମୋର ବା ଚିହ୍ନା ନାହିଁ, ପରିଚୟ ନାହିଁ, କେହି ନାହିଁ। କାହାକୁ ବା ମୁଁ କ'ଣ କହିବି। ମୋ ରୋଡ଼ରେ ଏପଟେ ସେପଟେ ଏପଟେ ସେପଟେ ହେଉଛେ। ପ୍ରଭୁ ମୁଁ ତୁମକୁ ଦର୍ଶନ କରିବା ପାଇଁ ଆସିଥିଲି, ପ୍ରଭୁ ମୋତେ ଏଇ ରୋଡ଼ କଡ଼ରେ ପକାଇଦେଲେ ବି ଖୁସି, ମୋତେ ଏଇ ଅମରି ନଟାକୁ ଫିଙ୍ଗିଦେଲେ ବି ମୁଁ ଖୁସି। ପ୍ରଭୁ ମୋର କିଛି ମନରେ ଦୁଃଖ ନାହିଁ, ପ୍ରଭୁ ତୁମର ସବୁ, ମୋର କିଛି ନୁହେଁ। ମୁଁ ତୁମକୁ ଦର୍ଶନ କରିବା ପାଇଁ ଆସିଥିଲି। ମୋର ମନ ଭିତରେ ଏଇଆ ସବୁ ଚିନ୍ତା କରୁଥାଏ, ଏପଟେ ସେପଟେ ରୋଡ଼ରେ ହେଉଥାଏ। ଏଇ ସମୟରେ ଦୁଇଟା ବ୍ୟାଚଲର ପିଲା ଆସିଲେ, ମାନେ ପୁଅ ଆସିଲେ ମୋ ପାଖକୁ ଟିକେ। କ'ଣ ହେଲା ଆଜ୍ଞା? ଆଚ୍ଛା ଏଇଠୁ ଏଇ ଚଣ୍ଡିଖୋଲକୁ କେତେ କିଲୋମିଟର ରାସ୍ତା ହେବ? ଆଚ୍ଛା ପୁଅ ମୋ ପାଖରେ ପଇସା ନାହିଁ, ମୁଁ ଯିବି କେମିତି? ଯଦି ସର୍ଚ୍ଚ କରିବା କଥା ନାହିଁ ବ୍ୟାଗ୍ରେ ଦେଖ, ମୋ ସବୁ କିଛି ସର୍ଚ୍ଚ କର। ମୋ ପାଖରେ ପଇସା ନାହିଁ, ଆଉ ମୋ ସାଙ୍ଗ ପାଖରେ ପଇସା ଅଛି। ସେ ଆଗ ବସ୍ଟା ଆସିଲା, ସେ ତା ସାଙ୍ଗରେ ସେମାନେ ଚଢ଼ିକିରି ପଳେଇଲେ, ଆଉ ମୋ ପାଖରେ ପଇସା ନାହିଁ। ମୁଁ ବସ୍ରେ ଯିବି କେମିତି? ନାଇଁ 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 ତୁମେ ଚିନ୍ତା କରନି, ତୁମକୁ ଆମେ ନେଇକିରି ପଳେଇବୁ। ହସି ହସି କହିଲେ। ସେମାନେ ବ୍ୟାଚଲର ପିଲା ଦୁଇଟା ସାରା। ହଉ ଏତିକି କଥା ହେଇଛୁ। ଗୋଟେ ଟ୍ରକ୍ଟେ ଆସିଲା, ସେ ଟ୍ରକ୍ ହାତ ମାରିଦେଲେ, ସେ ଟ୍ରକ୍ ଅଟକେଇଲା। ସେଠୁ ଆମେ ଚଢ଼ିଲୁ 3 ଜଣ। ସେଠୁ କିଛି ବାଟ ଆସିଛୁ, 2-4 କିଲୋମିଟର ଆସିଛୁ। ଆଚ୍ଛା ପୁଅ ଆମେ 2 ଜଣ ଆସିଥିଲୁ ସାଙ୍ଗ,
ସେମାନେ ତ ଆଗରୁ ପଳେଇ ଆସିଲେ। ମୁଁ ବସ୍ରେ ଚଢ଼ିଲା ବେଳୁନି ନା ସେ ଗାଡ଼ିରେ ଚଢ଼ିଲା ବେଳୁନି ମୁଁ ଚିନ୍ତା କରୁଛେ ସେମାନେ ଗାଡ଼ିରୁ ଓହ୍ଲେଇକରି ସେମାନେ ଇଞ୍ଚେ ବି କୁଆଡ଼େ ଯାଇନଥିବେ, ସେଇଠି ହିଁ ଥିବେ। ମୁଁ ଗଲେ ତାଙ୍କୁ ପାଇବି, ନହେଲେ ମୁଁ ରାତିରେ କେଉଁଠି ପାଇବି। ହଉ ତାପରେ ଆସିଲୁ, ନହେଲେ ପୁଅ ତୁମେ ମୋତେ ବହୁତ ସାହାଯ୍ୟ କଲ। ତୁମ ନାଁଟା ଟିକେ କୁହ, ନା ତୁମର ଆଡ୍ରେସ୍ ଦିଅ। ସେତେବେଳେ ତ ମୋବାଇଲ ଫୋବାଇଲ ନଥିଲା, ଆଉ ମୁଁ ତୁମକୁ ମନେ ପକାଉଥିଲି ଆଉ। ନା ହଁ ଏ କଲମ ଅଛି ବୋଲି ଦିଅ, ଆମେ ଲେଖିଦେବୁ। ନା ମୋ ପାଖରେ ତ କଲମ ନାହିଁ। ତୁମ ପାଖରେ ବି ନାହିଁ? ନା ନାହିଁ। ହଉ ତୁମ ନାଁଟା ଟିକେ କୁହ। ମୁଁ କହିନି। ହଉ ଚାଲ ତୁମ ସାଙ୍ଗଟାକୁ ପାଇସାର। ତାପରେ ହଁ ଏ ଗାଡ଼ି ଫକ୍ସିଂଟା ଯେତେ ଦୂର ପଡ଼ୁଛି ମୁଁ ଦେଖିଦେଲି। ମୁଁ କହିଲି ସେଇ ଲୋକ ଯେଉଁ ଛିଡ଼ା ହେଇଛନ୍ତି ସେଇ ଲୋକଟି ହେଉଛି ମୋର ସାଙ୍ଗ। ସତେ ନା? ଦେଖ ସେଇ ଲୋକ ନା କେଉଁ ଲୋକ? ନାଇଁ 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 ସେ ଲୋକ। ହଉ ଆସିଗଲେ ସେଠି ଚଣ୍ଡିଖୋଲ ସେ ବାଲିଚନ୍ଦ୍ରପୁର ଇଆଡ଼ୁ ଆସିଲା ଗାଡ଼ିଟା। ତାପରେ ଇଆଡ଼ୁ ତ ଆମର କଟକ ଭୁବନେଶ୍ୱର ରୋଡ଼ଟା ଅଛି, ସେମାନେ ଏଇ ପାଖରେ ଛିଡ଼ା ହେଇଛନ୍ତି। ସେ ଟ୍ରକ୍ ବାଲା ସେଠି ନ ରଖିକରି ଏଠୁ କିଛି ବାଟ ନେଇକରି ଗାଡ଼ିଟା ଅଟକେଲା ଫଳରେ ସେଠୁ ମୁଁ ଓହ୍ଲେଇଲି, ସେମାନେ ବି ଓହ୍ଲେଇଲେ। ସେମାନେ କହୁଛନ୍ତି ମୋତେ କ'ଣ ନା ଆଉ ଦେଖ ଆଉ ସେ ଲୋକ ନା କ'ଣ ଲୋକ, ଆଉ ତୁମେ ଆଗରେ ଦେଖିକରି ଆସ। ହଉ ଦେଖିବା କଥା ଦୂର କଥା। ଆଉ ଜଣେ କହୁଛନ୍ତି ଆପଣ ଟିଫିନ୍ ଟିକେ କରନ୍ତୁ, ଖାଇଛନ୍ତି କି ନ ଖାଇଛନ୍ତି? ମୁଁ କହିଲି ନାଇଁ ନାଇଁ, ଆମେ ପୁରା ଠାକୁରଙ୍କର ପ୍ରସାଦ ଖାଇକରି ଆସିଛୁ ଆନନ୍ଦ ବଜାରରେ। ଆଉ ପୁଅ ତୁମେ ଯେତିକି କଥା କହିଲ, ଖାଇବା କଥା କହିଲ, ମୋ ପେଟଟା ଭରି ହେଇଗଲା। ମୋତେ ବହୁତ ତୁମେ ସାହାଯ୍ୟ କଲ, ଆଉ ନହେଲେ ମୁଁ ଏଠି ହନ୍ତସନ୍ତରେ ପଡ଼ିଥାନ୍ତି। ନା ହଁ ହଉ ଯାଆନ୍ତୁ, ଦେଖିକରି ଆସନ୍ତୁ ସେ ଲୋକ କି କେଉଁ ଲୋକ, ଆଉ ଫେରି ଆସନ୍ତୁ। ଯଦି ସେ ଲୋକ ନାହିଁ ତାହେଲେ ଆମେ ଆପଣ ଯେଉଁଠି ଓହ୍ଲେଇବେ ଆମେ ସେଇ ପର୍ଯ୍ୟନ୍ତ ଆମେ ଟିକେଟ୍ କରିଦେବୁ। ଆପଣ ସେଠି ଓହ୍ଲେଇକରି ଆପଣ ଘରକୁ ଯିବେ। ଆଉ ଆମେ ଏଠି ଛିଡ଼ା ହେଇଛୁ। ଆଜ୍ଞା ସେତେବେଳେ ଫଙ୍କାଟା କ'ଣ, ଲୋକ ସୁନସାନ ହେଇଯାଇଛନ୍ତି, ଆଉ ଆମେ ଏଠି ଛିଡ଼ା ହେଇଛୁ। ମୁଁ ଗଲି, ସେ ମାଷ୍ଟର କହୁଛନ୍ତି କାକା ତୁମେ ଏଠି ଓହ୍ଲେଇଲ ନା? ମୁଁ ଓହ୍ଲେଇଲି ବେଳକୁ କହିଲି ଦେଖ, ମୁଁ ସେଠି ଗୋଟେ ମିଛ କହିଛି ତାଙ୍କୁ। ଦେଖିଲ ନା ଗାଡ଼ି ଠିଆ କରେଇଲା ନା, ମୁଁ ପୁରା ପାହାଡ଼ି ଗଲା, ତୁମେ ଓହ୍ଲେଇଲା ବେଳେ ମୁଁ ଓହ୍ଲେଇ ପାରିଲିନି, ସେଇଠି ମିଛ କହିଛି। ମୁଁ ଏଠି ଓହ୍ଲେଇଲା ବେଳେ ମୁଁ ଅନେଇଛି ଆଉ କେତେବେଳେ ଓହ୍ଲେଇବେ ଆଉ ତୁମେ ଓହ୍ଲେଇକିରି ଏଇଠି ଅଛ ନା? ମୁଁ ଇଞ୍ଚେ କୁଆଡ଼େ ଯାଇନି, ଏଇଠି ଛିଡ଼ା ହେଇଛି। ସତେ ନା? ନା ହଁ ହଉ ମୋତେ 2 ଜଣ ପିଲା ସାଙ୍ଗରେ ଆଣି ଛାଡ଼ିଛନ୍ତି, ମୁଁ ଟିକେ ଦେଖିକରି ଆସେ। ଆଜ୍ଞା ସେଠି ସେମାନେ ମୁଁ ଏପଟେ ଯାଏ ସେପଟେ ଯାଏ, ଏପଟେ ଯାଏ ସେପଟେ ଯାଏ, ଆଉ ସେମାନଙ୍କର ଆଉ ଦର୍ଶନ ମିଳିଲା ନାହିଁ। ମୁଁ କହିଲି ଏଇଟା ପ୍ରଭୁଙ୍କର ଲୀଳା। ତେଣୁ ଆଜି ମୋତେ ବହୁତ ସାହାଯ୍ୟ କରିଛନ୍ତି ପ୍ରଭୁ। ସେମାନେ ଦୁଃଖର ସାଥୀ, ସବୁ ସମୟରେ ଆମ ସାଙ୍ଗରେ ରହିଛନ୍ତି, କିନ୍ତୁ ଆମେ ତାଙ୍କୁ କିଛି କରିପାରିତେ